ପୁସ୍ତକର ନାମ ଯୁଗ ଦେବତାଙ୍କ ଅପିଲ। ଲେଖକ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟ। ଭିକାରୀଟି ଚାଲିଗଲା। ମୁଁ ଘରକୁ ଆସି ଗହମର ମୁଣିଟିକୁ ଅଜାଡ଼ିଲି। ସେଥିରେ ଏକ ସୁନାର ଦାନା ଥିଲା। ଠାକୁର ବଙ୍ଗଳା ଗୀତରେ ଗାଇଛନ୍ତି, ମୁଁ ମୁଣ୍ଡ କୋଡ଼ି କୋଡ଼ି ପଶ୍ଚାତାପ କଲି କି ମୁଁ କାହିଁକି ନିଜ ଝୋଲାର ସମସ୍ତ ଦାନା ସେହି ଭିକାରୀକୁ ଦେଲି ନାହିଁ। ସମୟେ ସମୟେ ଯେତେବେଳେ ଭଗବାନ ହାତ ପତାନ୍ତି ଏବଂ ଯେ କେହି ଏହି ସମୟକୁ ସୁଯୋଗକୁ ଜାଣିନିଏ ଏବଂ ଭଗବାନ ପତେଇଥିବା ଏହି ହାତ ଉପରେ କିଛି ରଖିଦିଏ, ସେ କଣରୁ କଣ ହୋଇଯାଏ, ତାର କଳନା ନାହିଁ। ଭଗବାନଙ୍କର ଆଉ କେଉଁ କଥା ଆପଣଙ୍କୁ ଶୁଣେଇବି। ସମୟ ବହୁତ ବିତିଗଲା। ଏଥିପାଇଁ ଆଉ କିଛି ଭଗବାନଙ୍କ କଥା ମୁଁ କହୁନାହିଁ। କିନ୍ତୁ ଗୋଟିଏ ଭଗବାନଙ୍କ କଥା ଯାହା କାଲି ପହରି ଦିନ କହିସାରିଛି, ତାଙ୍କରି କଥା ମୁଁ କହୁଛି। ସେ ମଧ୍ୟ ହାତ ପତେଇଥିଲେ। ତାଙ୍କର ନାମ ଥିଲା ଗାନ୍ଧୀ। ଗାନ୍ଧୀଜୀ ମଧ୍ୟ ହାତ ପତେଇଥିଲେ ଓ ତାଙ୍କର ହାତ ଉପରେ ଯେଉଁମାନେ ରଖିଥିଲେ ସେମାନଙ୍କର କଣ କଣ ହୋଇଗଲା ଆପଣଙ୍କୁ ଜଣାନାହିଁ। ସେମାନେ ସ୍ୱତନ୍ତ୍ରତା ସଂଗ୍ରାମର ସେନା ହୋଇଗଲେ, ତାମ୍ର ପାତ୍ରଧାରୀ ହୋଇଗଲେ ଓ 300 ଟଙ୍କା ଲେଖାଏଁ ପେନ୍ସନ୍ ପାଇବାରେ ଲାଗିଲେ। ଏହି ଖାନଦାନ ତ୍ୟାଗୀମାନଙ୍କର ଖାନଦାନ ଅଟେ। ମିତ୍ରଗଣ, ମିନିଷ୍ଟର ଏମାନଙ୍କ ମଧ୍ୟରୁ ହୋଇଥିଲେ। ବର୍ତ୍ତମାନ କଥା ତ ଅଲଗା, କିନ୍ତୁ ଆରମ୍ଭ ସମୟରେ ଯେତେବେଳେ ସ୍ୱାଧୀନତା ମିଳିଲା, ସେତେବେଳେ କେବଳ ସେମାନେ ମିନିଷ୍ଟର ହୋଇଥିଲେ, ଯେଉଁମାନେ କି ସ୍ୱାଧୀନତା ସେନାନୀ ଥିଲେ। ଆପଣ ସମୟକୁ ଚିହ୍ନୁ ନାହାନ୍ତି। ଆପଣ ଭଗବାନଙ୍କୁ ଜାଣିନାହାନ୍ତି ଯେ ସେ କେବେ କେବେ ହାତ ପତାନ୍ତି। ଯେଉଁ ସମୟରେ ମୁଁ ଆପଣଙ୍କୁ ଡକାଇଛି, ଆପଣ ବିଶ୍ୱାସ କରନ୍ତୁ, ଏହା ଏହି ସମୟ ଯେଉଁଥିରେ ଦୁନିଆ ତୀବ୍ର ଗତିରେ ବଢ଼ୁଅଛି। ଆପଣ ତ ଏହା ମଧ୍ୟ ଦେଖି ପାରୁନାହାନ୍ତି କି ପୃଥିବୀ ଘୁରୁଅଛି, କିନ୍ତୁ ଆଖି ଦୁଇଟି କହୁଛନ୍ତି ଯେ ଯଦି ପୃଥିବୀ ଘୁରୁଥାନ୍ତା, ତେବେ ଆମର ଗାଁ ପୂର୍ବ ଦିଗରୁ ପଶ୍ଚିମ ଦିଗ ଆଡ଼କୁ ବୁଲି ଯାଆନ୍ତା। କାହାକୁ ନିଜର ମୃତ୍ୟୁ କେଉଁଠାରେ ଦେଖାଯାଇଛି କି? ଏଭଳି ଆପଣଙ୍କୁ କଣ ଯୁଗ ବଦଳୁଥିବାର କଣ ଦେଖାଯାଏ କି? ଦେଖାଯାଏ ନାହିଁ। ଭଗବାନଙ୍କର ଚତୁର୍ଦ୍ଦଶ ଅବତାର ହେବା ଆପଣଙ୍କୁ କଣ ଦେଖାଯାଉଛି କି? ଦୁନିଆର କାୟାକଳ୍ପ ହେବା କଣ ଆପଣଙ୍କୁ ଦେଖାଯାଉଛି ଯେ ତାହା କିପରି ଖରାପ ଭାବରେ ଗଳାଇ ଢଳାଇ ହେଉଛି? ଆପଣଙ୍କୁ ଦେଖାଯାଉ ନାହିଁ ତ? ତେବେ ଦେଖନ୍ତୁ ଯେ ହିନ୍ଦୁସ୍ତାନରେ ହିଁ ଗତ 20-30 ବର୍ଷରେ କଣ ହୋଇଗଲା। କେତେବେଳେ ଏଠାରେ ରାଜଶାସନ ଚଳୁଥିଲା। 3/4 ରାଜ୍ୟ ରାଜାମାନଙ୍କର ଥିଲା। ବର୍ତ୍ତମାନ କୌଣସି ରାଜା ଅଛନ୍ତି? 25 ବର୍ଷରେ ସବୁ ଧ୍ୱଂସ ହୋଇଗଲା। ଜାଗିରିଦାର ଓ ଜମିଦାର ଆପଣ ଦେଖିଛନ୍ତି କି? ଦେଖି ନାହାନ୍ତି ତ ତେବେ ରାଜସ୍ଥାନ ଚାଲିଯାଆନ୍ତୁ। ସେଠାରେ ସ୍ଥାନେ ସ୍ଥାନେ ଦୁର୍ଗ, ଗାଁ ଗାଁରେ ଦୁର୍ଗ, ଯାହାର ଆଜି ଧ୍ୱଂସାବଶେଷ ପଡ଼ି ରହିଛି। ସବୁକିଛି କାଳ ବୋହି ନେଇଗଲା। ରାଜା ମଧ୍ୟ ଚାଲିଗଲେ, ଯେଉଁମାନେ ରଖିବାରେ ଏବଂ ବହୁତ ସୁଧ କମେଇବାର ଧନ୍ଦା କରୁଥିଲେ। 20 ବର୍ଷରେ ବହୁତ କିଛି ବଦଳିଗଲା। ମିତ୍ରଗଣ, ଏହି ସମୟରେ ଦୁନିଆ ଦୁଇ ପ୍ରକାରରେ ବଦଳୁଅଛି। ଏଥିରେ କିଏ ବଦଳାଉଛି? ବିଂଶ ଶତାବ୍ଦୀର ଅବତାର, ଯାହାକୁ ଆମେ ପ୍ରଜ୍ଞାବତାର କହୁଛେ। ମନୁଷ୍ୟର ବୁଦ୍ଧି ବହୁତ କଳୁଷିତ ହୋଇଯାଇଅଛି। ଏହି ବୁଦ୍ଧି ସାରା ସଂସାରକୁ ସମସ୍ୟାରୁ ସମସ୍ୟା ଭିତରକୁ ଠେଲି ଦେଇଛି। ଯେତିକି ବୁଦ୍ଧି ଅଧିକ ବଢ଼ୁଛି, ସଂସାରରେ ସେତିକି ହଇରାଣ ବଢ଼ୁଛି। ଆପଣ କଲେଜକୁ, ବିଶ୍ୱବିଦ୍ୟାଳୟକୁ ଚାଲିଯାଆନ୍ତୁ। ପ୍ରଥମରେ ଏଠାରେ ଅରାଜକ ତତ୍ତ୍ୱ, ଅବାଞ୍ଛନୀୟ ତତ୍ତ୍ୱ କେଉଁଠାରେ ନଥିଲା। କିନ୍ତୁ ଦେଖନ୍ତୁ, ସମସ୍ତ
ଅଶ୍ଳୀଳ କଥା କେଉଁଠାରୁ ଜନ୍ମ ନେଉଅଛି? ଆପଣଙ୍କୁ ବଦଳୁଥିବା ଦୁନିଆ ଦେଖାଯାଉନାହିଁ? ଆଜିକାଲି ବହୁତ ହେରଫେର ହେଉଅଛି। ଏହି ଅକଲ ଦୁନିଆକୁ ହଇରାଣ କରିଦେଉଛି। ଏହି ଅକଲକୁ ପରିଷ୍କାର କରିବା ପାଇଁ ଗୋଟିଏ ନୂଆ ଅକଲ ଜନ୍ମ ନେଉଅଛି, ଯାହାର ନାମ ହେଉଛି ମହାପ୍ରଜ୍ଞା। 24ତମ ଅବତାର ପ୍ରଜ୍ଞା ରୂପରେ ଜନ୍ମ ନେଉଅଛି। ଆପଣଙ୍କୁ ପ୍ରାୟ ଦେଖାଯିବ ନାହିଁ, କିନ୍ତୁ ଆପଣ ଆମର ଆଖିରେ ଆଖି ମିଳାଇ ଦେଖନ୍ତୁ। ଆମର ଆଖି ବହୁତ ତୀକ୍ଷ୍ଣ ଏବଂ ବହୁତ ଦୂରକୁ ଦେଖିବା ବାଲା। ଆମର ଆଖିରେ ଟେଲିସ୍କୋପ୍ ଲାଗିଛି। ଆପଣ ଆସନ୍ତୁ, ଟିକେ ଆମ ଆଖିରେ ଆଖି ମିଳାନ୍ତୁ, ପୁଣି ଦେଖନ୍ତୁ କ'ଣ ହେଉଅଛି। ଯୁଗ ବହୁତ ପ୍ରକାରରେ ବଦଳୁଅଛି। ଏହାକୁ କିଏ ବଦଳାଉଅଛି? ଭଗବାନ ବଦଳାଉଛନ୍ତି। ଭଗବାନଙ୍କର ଅବତାର ଯେବେ ଦୁନିଆରେ ହୁଏ, ତେବେ ଭକ୍ତଜନଙ୍କର ନିଜର ସୌଭାଗ୍ୟ ଚମକେଇବାକୁ ସୁଯୋଗ ମିଳିଯାଏ। ପୂର୍ବରୁ ଭଗବାନ ରାମଙ୍କର ଉଦାହରଣ ଦେଇ ସାରିଛି। ବର୍ତ୍ତମାନ ଆଉ ଉଦାହରଣ ଦେବି? ଆଚ୍ଛା ହେଉ, ତେବେ ବୁଦ୍ଧଙ୍କର ଓ ଭଗବାନ ଶ୍ରୀକୃଷ୍ଣଙ୍କର ଉଦାହରଣ ଆପଣଙ୍କୁ ଦେଉଅଛି। କେତେ ଉଦାହରଣ ଦେବି ଆପଣଙ୍କୁ? ଭଗବାନଙ୍କ ଅବତାରଙ୍କ ସହିତ ଯିଏ ଟିକିଏ ହେଲେ ଉପକାର କରିଦିଏ, ସେ ଧନ୍ୟ ହୋଇଯାଏ। କେବଳ ଭଗବାନ କ'ଣ, ମହାପୁରୁଷଙ୍କ ସହିତ ମଧ୍ୟ ଯିଏ କାନ୍ଧ ମିଳେଇ ଦେଲେ, ସେ ରାଜ ଗୋପାଳାଚାର୍ଯ୍ୟ ହୋଇଗଲେ, ବିନୋବା ହୋଇଗଲେ। ଏମାନଙ୍କ ନାମ ପଟେଲ ହୋଇଗଲା, ନେହେରୁ ହୋଇଗଲା, ଜାକିର ହୁସେନ ହୋଇଗଲେ, ରାମକୃଷ୍ଣ ହୋଇଗଲେ, ରାଜେନ୍ଦ୍ର ବାବୁ ହୋଇଗଲେ। ଯେଉଁମାନଙ୍କ ନାମ ମୁଁ ଶୁଣିଛି, ସେ ସମସ୍ତେ ହିନ୍ଦୁସ୍ତାନର ବାଦଶାହ ହୋଇଗଲେ। କୌଣସି ବିଶେଷ ଅବତାର ଯୁଗକୁ ବଦଳାଇବାକୁ ଆସିଥିଲେ ଏବଂ ଯେଉଁମାନେ ତାଙ୍କ ସହିତ ଅନ୍ତର୍ଭୁକ୍ତ ହୋଇଗଲେ, ତାଙ୍କ କାନ୍ଧରେ କାନ୍ଧ ମିଳାଇ ତାଙ୍କ ସଙ୍ଗରେ ଚାଲିବାର ସାହସ ଦେଖାଇଲେ, ସେମାନେ ବାଦଶାହ ହୋଇଗଲେ। ବର୍ତ୍ତମାନର ସମୟ ମଧ୍ୟ ଏହିଭଳି ଅଟେ। ଆପଣ ଦେଖନ୍ତୁ ନା, ଏହି ଅବତାରଙ୍କ ସହିତ ଯଦି କାନ୍ଧରେ କାନ୍ଧ ମିଳାଇ ପାରନ୍ତି, ପାଦ ମିଳାଇ ପାରନ୍ତି, ଆପଣ ତାଙ୍କର ଅନୁଗମନ କରିପାରନ୍ତି, ତାଙ୍କର ବୋଝ ବହନ କରିପାରନ୍ତି, ତେବେ ଆପଣଙ୍କ ଭିତରୁ ପ୍ରତ୍ୟେକ ବ୍ୟକ୍ତିକୁ କହିବି ଯେ, ଭବିଷ୍ୟତରେ ଆପଣ ଏତେ ଗୌରବଶାଳୀ, ଏତେ ଭାଗ୍ୟବାନ ବୋଲାଇବେ ଏବଂ ସୌଭାଗ୍ୟ ଆପଣଙ୍କ ସହାୟତା କରିବ। ମୁଁ କ'ଣ କରୁଛି, ଆପଣ କ'ଣ ବୁଝୁଛନ୍ତି କି? ମୁଁ ବହି ଲେଖୁଛି, ଲେଖ ଲେଖୁଛି, ଲେକ୍ଚର ଦେଉଛି, ପୂଜା କରୁଛି। ଆରେ ଭାଇ ସାହେବ, ପୂଜା ତ ମୁଁ 4 ଘଣ୍ଟା କରୁଛି। ପ୍ରଥମରେ 6 ଘଣ୍ଟା କରୁଥିଲି, କିନ୍ତୁ ବର୍ତ୍ତମାନ 4 ଘଣ୍ଟା ହିଁ କରୁଛି। ଆପଣଙ୍କୁ ମୁଁ ଏଭଳି ଲୋକ ସମ୍ବନ୍ଧରେ କହିବି, ଯିଏ ମୋର 4 ଗୁଣ ପୂଜା କରୁଛନ୍ତି। ଦୁନିଆରେ ଏବଂ ଦିଲ୍ଲୀ ଚାଲିଯାଆନ୍ତୁ, ଏଠାରେ ଅନେକ ଲୋକ ରହୁଛନ୍ତି ଓ ନିଜ ପିଲାଛୁଆଙ୍କ ପେଟ ପୋଷୁଛନ୍ତି। ସ୍କୁଲ କଲେଜରେ ଲେକ୍ଚର ଦେଉଛନ୍ତି। ଲେକ୍ଚର ଦେବା ଏମାନଙ୍କର ଧନ୍ଦା ହୋଇଛି। ଏଇଥିପାଇଁ ଏମାନଙ୍କୁ ରୁଟି ମିଳୁଛି।